हाय फ्रेंड्स नमस्कार जय जगन्नाथ। आज मोर आउटे नवा ब्लॉग को आपण मानक स्वागत। आशा करूँ प्रभु जगन्नाथ दयार आपण मैंने समस्त भले थे। मु भी भले अच्छी। देखा चलतु मोर आज नुआ ब्लॉग देखूँ सांग मैंने सकाल सकाल मुझे पहुँची जाइए ठाकुर घरे। तो मुझे ठाकुर पूजा स्टार्ट हम तो देखा ठाकुर पूजा कर सारी मुझे कौन कौन करुँच आपण मानक देखेबी। तो एबेठू मोर नुआ ब्लॉग स्टार्ट है मैंने गुगुला पानी गरम है गाधेबे। एपटे बापा पानी गरम हो पीबे। बापा टे उषुम पानी पीउछंती कहीं ठंडा पानी पीला दांत कोलाप्स हो जाए से उषुम टे करदे पानी पीबे। आ देखो सांग मैंने आज जेहेतु आईंष बार अच्छी तो माछ पड़ी मोटी शाग खरड़ा हम। तो सामल बाबू जाइए माछ चिंगुड़ी आने को मुझे शाग बाछि दूसरी सका देखो शाग बछा चलती मोर। मोटी शाग किए सब खाइले कमेंट माध्यम निश्चय जनातु। जदि भी सांग मैंने आपण मैंने न खाई ताहले निश्चय करके थरे खातु। बहुत टेस्टी लगे शागटा। आर तो रेसिपी मु देखी आपण मैंने तो देखिए जानीपारे बहुत टेस्टी ही लगे शागटी खातु थरे। सेपटे माछ दौरान तो देखो सांग मैंने मुझे आलू भाजीदेवी। माछ धुआ सरला बेलू आलू भजा पाई मसला कषा पाई खाली माछ भाजी तो तरकारी करी चलतु मैंने आलू भजा सरीगला। तो ये मसला कषा पानी ए माछ देदेले। तो ये माछ भाजवा स्टार्ट करी देखु ये लुण हल्दी गोड़े देती। तो माछ भाजवा स्टार्ट करी सांग मैंने एपटे मोर मसला कषा चलती एपटे माछ भाजी एपटे माछ भाजी एपटे माछ बेसर चलती मसला आगे करदेकरी माछ भाजा स्टार्ट करी। माछ तो लुण हल्दी गोड़े सारे चलतु देखिए माछ भजा तरकारी होगा। तो ये माछ भाजा स्टार्ट कर देखो चिंगुड़ी भी आसी पहुँची जाइए चिंगुड़ी भी भजा हम। आलू लुण पकई देती लुण हल्दी पकईदे। ए पानी दे दीजिए। तो आलू बाइगण सिझिला शाग पकेबा। चूड़ा चल एबे शाग को मु नेउटे देछि देखंतु लेउटेला पर शाग टिके ऊपर पटटा सिझिଯିବ। तापरे शागटा को एमिति घाटी दवा। उठिया कोकोला शुखुआ देखंतु कोकोला शुखुआ एटा हला अल्लणी शुखुआ लुण पड़नी खाली एमती भजा हम तेल पड़ोनी एमती भजा है चकड़ा हम पाग जोग होकर रसुण पड़ो कंचा लंका पड़ो सोरिष तेल पड़ो चकड़ा हम खाइबा हम। आज शुखुआ पाग टे हम पखाल सांग को खाइाटा पूरा जमीब। ये जेड़ी ना
ତୁ ଛୋଟ ହବ ତା ସାଙ୍ଗ ବୋଧେ ଆଉ ତାକୁ ଦେଖି ବଢୁଛି ଏଇ ଦୁଦାନଟା ଆମେ ମୁଣ୍ଡ କୁଣ୍ଡଉଛୁ ଦେଇ ଆଣି ଆମକୁ ପାନ ଖୁଆଇ ଦେଇଗଲା ମୋ ହାତ ଖାଇନି ଘୋଷାରିଲେ ଯାଇ ଯିବ ନହେଲେ ନାହିଁ ଭାରି ନିଦ ଏଇ ଦୋକାନ ବିସ୍କୁଟ କୁରକୁରି ନବ ଫ୍ରିରେ ଏଇ ଦୋକାନରୁ ନବ ଦେଖ ସାଙ୍ଗମାନେ ଦେଖନ୍ତୁ ଥଣ୍ଡା କୋଳି ଆଉ ଇଏ ହେଲା କୁରକୁରି ନଳି 300 ଟଙ୍କା ହେଲା ନା 200 ଟଙ୍କା ଦେଖନ୍ତୁ ଆମେ ବି ଦେଇ ଘରୁ ଯାଉଛୁ ବାଟରେ କୋଳି ଖାଇ ଖାଇକା ଯାଉଛୁ ଆପଣମାନଙ୍କୁ କୋଳି ଭଲ ଲାଗେ ଆମେ କୋଳି ଖାଇ 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 ଦେଇ ଟିକେ ଦେଖେଇଦେଲ ଦେଇ ପୁରା ହାର ଧରୁଛନ୍ତି ଇଏ ତ ନୂଆ ବୋଉଟା ଏବେ ସବାରେ ଓହ୍ଲେଇଛି କିଏ କୋଳି ଖାଇବା ଆସ କୋଳି ନବ କୋଳି ସାଙ୍ଗମାନେ ଦେଖନ୍ତୁ ଇଚ୍ଛା ତାଙ୍କର ସମସ୍ତେ ଦେଖିକି ଆମକୁ ଆଶ୍ଚର୍ଯ୍ୟ ହେଇଯିବେ ଶୋଇଛନ୍ତି କି ଚେଇଁଛନ୍ତି ତ ଆମେ ଜାଣିନୁ ଚାଲନ୍ତୁ ଦେଖିବା କ'ଣ କରୁଛନ୍ତି ଇଲୋ ବାପା ବାୟା ଏଇଠି ବସି ତୋ କାନ ମୁଣ୍ଡିଆ ଦେବି ଚିହ୍ନୁଛୁ ମେଣ୍ଢାଟା ଭୁକୁ ତୋର ଏତେ ସାହସ ଚଢିଯିବ ଇଚ୍ଛା ତୋ ତୁ ଏତେ ଭୁକିଲ ଆମକୁ ଦେଖି ଭୁକିଲା ଦେଖିବୁ ଇଚ୍ଛା ହଁ ହଁ ସେ ଯାଇ ନୁଚୁଛି କୁଆଡେ ଦେଖୁଛ ନା ଦୁଉଛ କାଇଁ କୁଆଲା ହଉତଲ ନୂଆ ମାଇଁ ଆଇଛି ତା ଗୋଡ ଧୋଇଦିଅ এই যে কুকুর ছড়া চেপা করদেলে অনেক পেলা পেলি হইকি না শীত কইছি কো পাগল না পাইসমতি ভব ফোন আইলা মাউসী ସମସ୍ତେ ପିଇବାକୁ ବାଧ୍ୟ ତା ଉପରେ ଢାଳି ଦିଅ କୁଳି କରି ମୁହଁ ଧୋଇବନି ଆଉଟା ଦଉନା ଚେମ୍ପି ଡାକ ଦେଖନ୍ତୁ ଆମେ ସିଆଡ଼େ ବଇଛୁ ନୁଚିକି ଆସିକି ଆଡ଼େ ଅଣ୍ଟାରେ ଲେମ୍ବୁ ଛିଣ୍ଡେଇକି ନୁଚେଇ ସାଇଲେ ଗଲା ଲେମ୍ବୁ ଚୋରି କରିବାକୁ ଲେମ୍ବୁ ଗଛରେ ନାହିଁ ନା କ'ଣ ଏ ପାଚିକିରି ବୋଝେ ଲେମ୍ବୁ ଗଦା ହେଇଥିଲା ତଳେ ଆମ୍ବ ଗଛରେ ବି ଏତେ ବଉଳ ହେଇନି ହେଇଥିଲା ହାଁ ସତରେ ହେଇଥିଲା ଦେଖେଇଲ କେଡ଼େଟା ହେଇଥିଲା ହେ ଆଣବେ ନଗଉଛ ଫୁଣି ନେଇ ତା ନାଗିଯିବ ନା କ'ଣ ଦେଖନ୍ତୁ ଆମ ଦେଇ ଗଛରେ କେତେ ବଡ଼ କାନ୍ଦି କଦଳୀ ହେଇଛି ଆହା ଏଇଥରକ ବଢିଛି ଟିକେ ନହେଲେ ପୁରା କଷି କଷି ଭାଙ୍ଗିଯାଏ ବୋଲି ଦେଇ ତାର ପୁରା ସବୁ ରେଡି ରେଡି କରିଦେଲାଣି ଭାତ ବି ବଢ଼ା ପାଇଲାଣି କ'ଣ ଖାଇବ ଦେଖାଯିବ ଆଉ କ'ଣ ହେଇଛି ଦେଖାଯାଉ ଖୁଆ ଭଜା କାକୁଡ଼ି ସାଲାଡ଼ ଆଉ କ'ଣ ଧନିଆ ପତ୍ର ଚଟଣି ଆଉ କ'ଣ ହେଉଛି ଦେଖାଯାଉ ଫ୍ରିଜରେ ଥିଲା ଏକାଥରେ ବାଟିକି ମିନ୍ କରିଦେଇଛନ୍ତି ପୁଣି କାହିଁ ଫୋନ୍ ସମସ୍ତେ ମନା କରୁଥିଲେ ଖାଇବେନି ସେ ଦେଖ ସମସ୍ତେ ବସିଗଲେ ପୁଣି କେତେ ଭାତ ଦେଖ ପୁରା ଦେଶୀ ଚାଉଳ ପୁରା ଥାଳି ଉପରେ ଭାତ ଥାଳିଏ ଘାଣ୍ଟ ଥାଳିଏ ଭାତ ଥାଳିଏ ଶୁଖୁଆ ଥାଳିଏ ଶାଗ ଏ କେହି ଲଗେଇବେନି ରଖିଦିଅ ବେକାର କାହିଁ ଅଳତା ଆଣିଛୁ ଥାଉ ଭାଉଜ ବି ଭଲ ପନିପରିବା ଭଲ ମନ୍ଦ ଅଣ୍ଡା ମାଛ ଶୁଖୁଆ କଙ୍କଡ଼ା ସବୁ ଆମେ ଖାଉ ତାଙ୍କ ଘରୁ ପାଇଛି ଛଣାଛଣି ହେଲେ ବି ଖାଉ ନହେଲେ ବା ଖାଲି ମରିଯିବେ ସେ 2 ଜଣ ଆମେ ସେଇଥିପାଇଁ ଆସୁ ଆମର ତଇ ମ୍ୟାଡାମ ଶାଗ ଦେଇଛନ୍ତି ଆଜି ଗୁରୁବାର ଆଜି ତଇ ମ୍ୟାଡାମ ଶାଗ ଦେଇଛନ୍ତି ମୁଁ ଶାଗ ବାଛୁଛି ଶାଗ ଏବେ ଖଡ଼ା ହବ ଖିଆ ହବ ଆମର
ଯାହା ମୋ ଭାଉଜଟା ଭାରି କେତେ ଭଲ ବାରରେ ସବୁ ବାରରେ ଶାଗ ଦିଦିଟା ପଠଉଛନ୍ତି ଆଉ ଠାକୁର ତାଙ୍କୁ ଭଲ ରଖନ୍ତୁ। ଜୟ ଜଗନ୍ନାଥ। ଆଣିବ କ'ଣ ସେଇଟା ଦେଇ ଭାଜନ୍ତି ବେସନ ବେସନରେ ଭଲ ଲାଗିବନି ଚାଉଳ ଦେଲେ ଭଲ ଲାଗିବ ଟେଷ୍ଟି ଲାଗିବ ବେସନରେ ତ ସବୁବେଳେ ଖାଉଛ ପକୁଡ଼ି ଆଳୁଚପ ସୋନାଲି ଟିକେ କହୁଛି କହ ଆମ ପୂଜା କଥା ଶୁଣିବ ୟୁଟ୍ୟୁବର କଥା ସେ ସବୁବେଳେ ସନ୍ଧ୍ୟାବେଳେ ପକୁଡ଼ି ବରା ବେଡ଼ଚପ ଆଉ କ'ଣ ସେଇଟା ମଟନ ପକୋଡ଼ା ସିଏ ଅଳତା ଆଣିକି ଯାଇଥିଲେ ଇଏ ତେଲ ପାନି ଆଣିକି ଯାଇଛନ୍ତି ଦି ଜଣଙ୍କର ଦିଟା ପାର୍ଟ ଆଉ ବାଣ୍ଟି ଦେଇଛନ୍ତି ଆଉ ମାଇଁ ହେୟାର ଷ୍ଟାଇଲ କରୁଛି କ'ଣ ଜଟ କରିବାକୁ କାଳିଆ ମୁହଁ ଦେଖାଉଥିବ ମୁହଁ ପରା ମୋ ଗୋରା ମୁହଁଟା ମଟନ ପକୋଡ଼ାରେ ବାକି ଥିଲା ତାପରେ ମଟନ ପକୋଡ଼ା ନୁହଁ ସରି ଚିକେନ ପକୋଡ଼ା ଆଉ ପାଳଙ୍ଗ ପକୋଡ଼ି କାଲି ଆମେ ଖାଇଥିଲୁ ବଡ଼ ମାଇଁ ଏବେ ଘଷା ଖାଉଛନ୍ତି ତାପରେ ଆମେ କାଲି ପକୁଡ଼ି ଖାଇଥିଲୁ ତାପରେ ପୁରୀ ତରକାରୀ ହେଲା କୁଣ୍ଡେଇ ଦିଅ ନୂଆକିରି ଆଇଛି ନା କାଇଁ ବ୍ଲାଉଜ ଡିଜାଇନର ଇଏ ବ୍ଲାଉଜ ଡ୍ରେସ୍ ଆଉ କ'ଣ କରୁଛ ସବୁ କରୁଛି କନ୍ଥା ଖେଳ ଗାଦି ଖେଳ ତାକିଆ ଖେଳ ଗଡରେଜ ଖୋଳ ଫ୍ରିଜ ଖୋଳ ତକିଆ ଖୋଳ ଚୁଦାର ଡ୍ରେସ୍ ଲେହେଙ୍ଗା ସବୁ କରୁଛି ବ୍ଲାଉଜ ଆପଣ ମାନଙ୍କର ଯଦି ଦରକାର ତାହେଲେ ନିଶ୍ଚୟ ଯୋଗାଯୋଗ କର ମୋର କିଛି ଦୋଷ ନାହିଁ ମତେ ଏ ଦି ଜଣ କହିଲେ ତଇ ଭାଉଜ ପୂଜା ଭାଉଜ ପୂଜା କହିଲା ସବୁ କଥା କହ ମୁଁ କହିଲି ମୋର କ'ଣ ଅଛି ସମସ୍ତେ ଭଲ ପୂଜା ଭଲ ସରଜୁ ଭଲ ଆଉ ବଡ଼ ଭାଇ ନା ହେଉଛି ଶିବ ତା ନା କହିବିନି ତ ଯେତେ ବ୍ଲାଉଜ ସବୁ ନିରୁ ଦେଇ କରୁଛି ଭଲ ଲାଗୁଛି ଆପଣମାନଙ୍କୁ କେମିତି ଲାଗିବ କମେଣ୍ଟ ମାଧ୍ୟମରେ ଜଣେଇବେ ତିଆରି କରିକି ଯଦି ଆସୁଛନ୍ତି ତାହେଲେ ଆସନ୍ତୁ ନିରୁ ଦେଇ ପାଖକୁ ଆମେ ଏବେ ଚାଲିଲୁ ଆମ ଘରକୁ ଯାଉଛୁ ବାଏ ଚାଲ ଚାଲ ଦେଇ ନା ଆମେ ଆଉ ଖାଇବୁ ଯେ ଆଉ ଖାଇବା ଦେଇଛ ସେଇ ଝଡ଼ିବନି ଆଉ ଦି ଥାଳି ଭାତ ଖାଇଲୁ ଆଉ କ'ଣ ଖାଇବୁ ଚାଲିଲୁ ଏଇ ମାମାଲି ସୋନାଲି ଆମେ ଯାଉଛୁ ଘରେ ଯାଇ ଖାଇବୁ 20 ଟଙ୍କା ଭାଇ ଆମେ ଦୋକାନକୁ ଯାଇଥିଲୁ କୋଉଠି ତମେ ନଥିଲ ମାନେ ଦେଖନ୍ତୁ ରାତିରେ ଆମର ଚିକେନ ପାର୍ଟି ହେଉଛି ତ ଚିକେନ କଷା ଚାଲିବ ଏପଟେ ମାଛ ଆସିଛି ବାପା ବୋଉ ଚିକେନ ଖାଇବେନି ତ ତାଙ୍କ ପାଇଁ ଟିକେ ମାଛ ପଳେଇ ଆଇଛି ଶ୍ୟାମଲ ମାଛ ଚିକେନ ନେଇଆଲେ ନିରୁ ନାନୀ ଆମର ମୋ କତିରେ ବଇଛନ୍ତି କମ୍ପାନୀ ଦେଉଛନ୍ତି ମୋତେ ମାଛ ଗୋଳା ଚାଲିଛି ନିରୁ ଦେଇର ମୋର ଏବେ ଚିକେନ କଷା ଚାଲିଛି ଦେଖନ୍ତୁ ସାଙ୍ଗମାନେ ଏବେ ମାଛ ପିଆଜ ଜାଳୁଥିଲି ତ ପିଆଜ କାଢ଼ିକି ଏବେ ମାଛ ଭାଜିବା ଷ୍ଟାର୍ଟ କରିଦେଇଛି ମାଛ ଭାଜି ସାରିଲା ପରେ କରିବି ନା ଲୁଣ ଦିଅନ୍ତୁ ପିଆଜ ଗୋଳେଇଲି ପକେଇବ ତ ଚିକେନ ଭଲ